ପିଲାମାନେ ସବୁଦିନ ଭଳି ଆଜି ମଧ୍ୟ ଗୋଟିଏ ସୁନ୍ଦର ମଜା ଗପଟିଏ ପଢିବା ଏବଂ ଭଲ ଭାବରେ ଶୁଣିବା। ତ ପିଲାମାନେ ତା ପୂର୍ବରୁ ତମମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ କରିଦିଅ, ତା ସହିତ ପାଖରେ ଥିବା ବେଲ୍ ଆଇକନକୁ ଦବେଇ ଦିଅ, ଯାହା ଫଳରେ ତମମାନେ ଘରେ ବସି ଏଇଭଳି ଭାବରେ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ମଜା ଗପ ପଢିପାରିବ ଏବଂ ଶୁଣିପାରିବ। ତ ପିଲାମାନେ ଗପଟିର ନାଁ ହେଉଛି କଣ ନା ଅତି ଭୟରେ ମୃତ୍ୟୁ। ପିଲାମାନେ ଆମେ ଯଦି ଅତି ଭୟ କରିବା ତାହେଲେ ଆମର ମୃତ୍ୟୁ ସୁନିଶ୍ଚିତ। ଯେକୌଣସି ବିପଦ ଆସିଲେ ବି ଆମେ ଛାନିଆ ହେବ ନାହିଁ। ବିପଦକୁ ଆମେ କଣ କରିବା, ଦୃଢତାର ସହିତ ଆମେ ସାମ୍ନା କରିବା ଉଚିତ। ତ ପିଲାମାନେ ଏବେ ଆମେ ଗପଟିକୁ ପଢିବା, ମଜା ଗପଟିଏ, ତାପରେ ବୁଝିବା। ଅତି ଭୟରେ ମୃତ୍ୟୁ। ଖରା ଦିନ ଏତେ ଜୋରରେ ଗରମ ହେଉଥାଏ ଯେ ବିଲୁଆଟି କିଆ ବୁଦାରୁ ବାହାରକୁ ଆସି ପାରିଲାନି। ଘରେ ତାର ଯେତିକି ଖାଇବା ଥିଲା ତାର ଛୁଆମାନେ ସବୁ ଖାଇ ଦେଇଥାନ୍ତି। ଗରମରେ ବାହାରକୁ ବାହାରି ହେଉନି। ସେପଟେ ଘରେ ବସି ରହିଲେ ବି ତାକୁ ଜୋର ଭୋକ ଲାଗୁଥାଏ। ଗରମ ହେଉଥିଲେ ବି ଖାଦ୍ୟ ନ ଖାଇଲେ ଚଳିବ ନାହିଁ। ତେଣୁ ଖାଦ୍ୟ ଯୋଗାଡ଼ ଆଶାରେ ସେ ବାଧ୍ୟ ହୋଇ ଘର ଛାଡ଼ି ବାହାରକୁ ଆସିଲା। ତ ପିଲାମାନେ କଣ ହେଇଛି ନା ଯେହେତୁ ଖରା ଦିନ ହୋଇଥାଏ, ଜୋରରେ ଗରମ ମଧ୍ୟ ହେଉଥାଏ, ସେଇ ସମୟରେ ବିଲୁଆର ଅବସ୍ଥା କଣ ହେଉଥାଏ ନା ସେ କିଆ ବୁଦାରୁ ବାହାରକୁ ଆସିପାରିଲାନି। ତ ପିଲାମାନେ ତମାନେ ଜାଣିଥିବ ବିଲୁଆ କିଆ ବୁଦାରେ ହିଁ ରୁହେ। ଯେହେତୁ ଗରମ ଜୋର ହେଉଛି ଖରା ଦିନ, ସେଥିପାଇଁ ସେ କିଆ ବୁଦାରୁ ବାହାରି ପାରୁ ନଥିଲା। ଘରେ ଯେତିକି ତାର ଖାଇବା ଥିଲା ସେ ସବୁ ଖାଇବାକୁ ମଧ୍ୟ କଣ ତାର ଛୁଆମାନେ ସବୁ ଖାଇ ଦେଇଥାନ୍ତି। ଗରମରେ ତ ବାହାରକୁ ବାହାରି ହେଉନି। ସେପଟେ ଘରେ ବସି ରହିଲେ ବି ତାକୁ ଜୋର ଭୋକ ଲାଗୁଥାଏ। ତ ପିଲାମାନେ ଗରମ ସହି ହେବ, ଭୋକ ତ ସହି ହେବନି। ସେଇଠୁ ସେ କଣ କଲା ନା ଗରମ ହୋଇଥିଲେ ବି ଖାଦ୍ୟ ନ ଖାଇଲେ ଚଳିବ ନାହିଁ, ଏହା ଭାବିକି ସେ କଣ କଲା ନା ତେଣୁ ସେ ଖାଦ୍ୟ ଯୋଗାଡ଼ ଆଶାରେ ବାଧ୍ୟ ହୋଇ ଘର ଛାଡ଼ି ବାହାରକୁ ଖାଦ୍ୟ ସଂଗ୍ରହ କରିବା ପାଇଁ ସେ ଆସିଲା। ତାପରେ କଣ ହେଲା ପିଲାମାନେ ଦେଖିବା ଏଠି। ବାହାରେ ପ୍ରଚଣ୍ଡ ଖରା ହେଉଥିଲେ ବି ସେ ଖାଦ୍ୟ ଖୋଜିବାରେ ଲାଗିଗଲା। ତ ପିଲାମାନେ ଯେହେତୁ ବହୁତ ଜୋର ଖରା ହେଉଛି, ଖରା ଦିନ ଖରା ହେଉଥିଲେ ବି ସେ ଖାଦ୍ୟ ଖୋଜିବାରେ ଲାଗିଗଲା। ଖରାରେ ବୁଲି ବୁଲି କେଉଁଠି କିଛି ଖାଦ୍ୟ ପାଉନଥାଏ। ଖରାରେ ବୁଲିବା ଯୋଗୁଁ ତାକୁ ଶୋଷ ବି ଜୋରରେ ଲାଗିଲା। ଏବେ ସେ ଚିନ୍ତା କଲା ଯେ ତାକୁ ଖାଇବା ପାଇଁ ଏବେ ମିଳୁ ବା ନ ମିଳୁ, ସେ ପ୍ରଥମେ ପାଣି ପିଇବ, ନଚେତ୍ ତାର ମୁଣ୍ଡ ବୁଲେଇବ ଏବଂ ସେ ଚେତା ହରାଇବ। ଟିକିଏ ଦୂରରେ ଥିବା ଗୋଟିଏ ପାଣି ଚତର କଥା ମନେ ପଡ଼ିଯିବାରୁ ସେ ଜୋରରେ ସେହି ଚତର ପାଖକୁ ଯିବା ପାଇଁ ଧାଇଁଲା। ସେଠି ପହଞ୍ଚି ଦେଖିଲା ଯେ ଚତରରେ ଦଳ କିଛି ଶୁଖିଗଲାଣି ଏବଂ ପାଣି ବି ବହୁତ ଶୁଖିଗଲାଣି। ତଥାପି ସେ ପଙ୍କ ଭିତରେ ପଶି ପେଟେ ପାଣି ପିଇଲା। ପିଲାମାନେ ସେଇଠୁ କଣ ହେଲା, ତ ପିଲାମାନେ ବିଲୁଆ ଆଉ ଖରାକୁ ଖାତିର ନ କରି, ଭୋକର ଦାଉ ସମ୍ଭାଳି ନ ପାରି ନିଜ ପାଇଁ ଏବଂ ତାର ଛୁଆମାନଙ୍କ ପାଇଁ ଖାଦ୍ୟ ସଂଗ୍ରହ କରିବା ପାଇଁ ବାହାରିଲା। ହେଲେ ସେ ଖରାରେ ବୁଲି ବୁଲି କୋଉଠି ବି କିଛି ଖାଦ୍ୟ ପାଇଲାନି। ଶେଷରେ ତାକୁ ଏତେ ଜୋର ଶୋଷ ହେଲା ଯେ ତାକୁ ଲାଗିଲା ଯେ ଖାଦ୍ୟ ଠାରୁ ପାଣି ତା ପାଇଁ ନିହାତି ଆବଶ୍ୟକ, ନହେଲେ ସେ ମୁଣ୍ଡ ବୁଲାଇ ତଳେ ପଡ଼ିଯିବ। ସେହି ସମୟରେ ପିଲାମାନେ କଣ ହେଲା ନା ତାର ଗୋଟିଏ ପୋଖରୀ କଥା ମନେ ପଡ଼ିଗଲା। ସେଠାକୁ ସେ ବହୁ ଜୋରରେ ଦୌଡ଼ି ପଳାଇଲା ଏବଂ ସେଠାରେ ଯାଇ ସେ ଦେଖିଲା ସେଠି କିଛି କଣ ଦଳ ଶୁଖି ଯାଇଛି ଆଉ ପାଣି ମଧ୍ୟ ଶୁଖିଗଲାଣି। ତଥାପି ସେ ପଙ୍କ ଭିତରେ ପଶି ପେଟେ ପାଣି ପିଇଲା। ପିଲାମାନେ ତାପରେ ପଢିବା, ପାଣି ବେଶୀ ପିଇ ଦେବାରୁ ତାର ଭୋକ ବି କମିଗଲା। ତ ପିଲାମାନେ ପାଣି ଯେହେତୁ ସେ ପେଟେ ପିଇଦେଲା, ସେଥିପାଇଁ ତାର ଭୋକ କିଛି ମାତ୍ରାରେ କମିଗଲା। ତାପରେ ଦେଖିବା ପିଲାମାନେ ବିଲୁଆର ଅବସ୍ଥା କଣ ହେଲା। ତଥାପି ସେ ପୁଣି ଭାବିଲା ଯେ ଭୋକ ସିନା ଏବେ ସମ୍ଭାଳି ପାରୁଛି, କିନ୍ତୁ କିଛି ସମୟ ପରେ ତାକୁ ପ୍ରବଳ ଭୋକ ହେବ। ତା ଛଡା ଛୁଆମାନଙ୍କୁ ଏମିତି କିଛି ପାଣି ପିଆଇ ବଞ୍ଚେଇ ରଖିହେବ ନାହିଁ। ଯାହା ହେଉ ତାର ଛୁଆମାନଙ୍କ ପାଇଁ ତାକୁ ଖାଦ୍ୟ ଯୋଗାଡ଼ କରିବାକୁ ହେବ ବୋଲି ଭାବି ଭାବି ଚତର ପାଖରେ ବୁଲୁଛି। ସେ ଦେଖିଲା ଯେ ଗୋଟିଏ ବଡ଼ କଙ୍କଡା ସେଇ ପାଣି ପାଖରେ ଏପଟ ସେପଟ ହେଉଛି। ଏଣୁ ବିଲୁଆ ଛପି ଛପି ଯାଇ ସେ କଙ୍କଡାକୁ ଯେମିତି ଧରି ପକେଇଛି, କଙ୍କଡା ତା ଗୋଡରେ ବିଲୁଆର ଓଠକୁ କାମୁଡି ଧରିଲା। ବିଲୁଆକୁ ବେଶୀ କଷ୍ଟ ଲାଗିବାରୁ ସେ କଙ୍କଡାକୁ ଛାଡ଼ିଦେଲା। ତ ପିଲାମାନେ ତଥାପି କଣ ଭାବିଲା ବିଲୁଆ ନା ସେ ଯେହେତୁ ପାଣି ପିଇଦେଲା, ସେ ଭାବିଲା ଯେ କିଛି ସମୟ ପରେ ତାକୁ ପୁଣି ଭୋକ ଲାଗିବ। ପାଣି ପିଇଦେଲେ ତ ଆଉ ଭୋକ ମରିଯିବନି। ସେଇଠୁ ସେ କଣ ଭାବିଲା ନା ତା ଛଡା ତାର କୁନି କୁନି ଛୁଆମାନଙ୍କୁ ଏ ପାଣି ପିଆଇକି ରଖିହେବ ନାହିଁ। ଯାହା ହେଉ ତାକୁ ଯେମିତି ବି ହଉ ତାକୁ ଆଜି ଖାଦ୍ୟ ଯୋଗାଡ଼ କରିବାକୁ ପଡିବ। ଆଉ ସେ କଣ କଲା ନା ଏହା ଭାବି ସେ ଚତର ପାଖରେ ଯାଇ ଦେଖିଲା। କଣ ଦେଖିଲା ପିଲାମାନେ
ନା ଗୋଟିଏ ବଡ଼ କଙ୍କଡ଼ା ସେଇ ପାଣି ପାଖରେ ଏପଟ ସେପଟ ହେଉଛି। ଏଣୁ ବିଲୁଆ ତାକୁ ଯାଇ ଛପି ଛପି ତାକୁ ଧରି ପକାଇଲା। ସେଇ ସମୟରେ କଙ୍କଡ଼ାଟି କ'ଣ କଲା ନା କଙ୍କଡ଼ା ତାର ବୁଢ଼ା ଗୋଡ଼ରେ ବିଲୁଆର ଓଠକୁ କାମୁଡ଼ି ଧରିଲା। ବିଲୁଆକୁ ସେଇଠୁ କଷ୍ଟ ହେବାରୁ ବିଲୁଆ କ'ଣ କଲା ନା କଙ୍କଡ଼ାକୁ ଛାଡ଼ିଦେଲା। ତ ପିଲାମାନେ ବିଲୁଆ ଯେହେତୁ ତାକୁ କଷ୍ଟ ହେବାରୁ ସେ କଙ୍କଡ଼ାକୁ ଛାଡ଼ିଦେଲା। ତାପରେ କଙ୍କଡ଼ା କ'ଣ କଲା ଦେଖିବା। କଙ୍କଡ଼ା ବି ବିଲୁଆର ଓଠକୁ ଛାଡ଼ିଦେଲା। ପିଲାମାନେ ବିଲୁଆ ପ୍ରଥମେ କଙ୍କଡ଼ାକୁ ଛାଡ଼ିଦେବାରୁ କଙ୍କଡ଼ା ବି ବିଲୁଆକୁ ଛାଡ଼ିଦେଲା। ବିଲୁଆ କହିଲା, ଆରେ କଙ୍କଡ଼ା, ତୁ ଏତେ ଛୋଟ ହୋଇ ମତେ ଧମକେଇ ଦେଲୁ। ତୁ କ'ଣ ଭାବୁଛୁ ଯେ ମୁଁ ତତେ ଛାଡ଼ିଦେବି? କଙ୍କଡ଼ା ହସି କହିଲା, ଆରେ ମୂର୍ଖ, ମୁଁ ତୋର ଓଠକୁ ଯେତିକି କାମୁଡ଼ି ଦେଇଛି ସେ କଷ୍ଟ ତୋର ଏପର୍ଯ୍ୟନ୍ତ ଯାଇନଥିବ। ତୁ ପୁଣି ଯଦି ମତେ ଧରିବାକୁ ଆସିବୁ, ଏଥର ତୋ ନାକ କାମୁଡ଼ି ଏମିତି ରଖିବି ଯେ ତୁ ବି ମୋ ପାଖରୁ ଖସି ଯାଇପାରିବୁ ନାହିଁ। ତତେ ଯଦି ଭଲ ଗତି ଅଛି ତୁ ମୋ ପିଛା ଛାଡ଼ି ଏଠୁ ପଳା। ତୁ ଏଇ ଚତରରୁ ପାଣି ପିଇବାକୁ ଆସିଥିଲୁ, ପାଣି ପେଟେ ପିଇଲୁ, ଏବେ ତୁ ଏଠୁ ଶୀଘ୍ର ପଳା। ବିଲୁଆ କହିଲା, ଆରେ କଙ୍କଡ଼ା, ଏହି ଚତରଟା ତୋର ନୁହେଁ। ଏଠୁ କେତେ ଜୀବ ପାଣି ପିଉଛନ୍ତି, ତୁ ମତେ ପଳେଇବା କଥା କେମିତି କହିପାରୁଛୁ? ତ ପିଲାମାନେ ଏଇଠି କ'ଣ ହେଲା ନା କଙ୍କଡ଼ାକୁ ଯେହେତୁ ବିଲୁଆଟି ପ୍ରଥମେ ଧରିନେଲା, କଙ୍କଡ଼ା ସେଇଠୁ କାଳ ବିଳମ୍ବ ନ କରି ତାର ବୁଢ଼ା ଗୋଡ଼ରେ ସେ ବିଲୁଆର ଓଠକୁ କାମୁଡ଼ି ଧରିଲା। ବିଲୁଆକୁ ଅତି କଷ୍ଟ ହେବାରୁ ସେଇଠୁ ବିଲୁଆ କ'ଣ କଲା ନା କଙ୍କଡ଼ାକୁ ଛାଡ଼ିଦେଲା। କଙ୍କଡ଼ା ମଧ୍ୟ ବିଲୁଆକୁ ଛାଡ଼ିଦେଲା। ସେଇଠୁ ବିଲୁଆ ରାଗି ଯାଇ କ'ଣ କହିଲା ନା, ଆରେ କଙ୍କଡ଼ା, ତୁ ଏତେ ଛୋଟ ହୋଇ ମତେ ଧମକେଇ ଦେଲୁ। ତୁ କ'ଣ ଭାବୁଛୁ ଯେ ମୁଁ ତତେ ଛାଡ଼ିଦେବି? କଙ୍କଡ଼ା ସେଇଠୁ ହସି ହସି କହିଲା କ'ଣ, ଆରେ ମୂର୍ଖ, ମୁଁ ତୋର ଓଠକୁ ଯେତିକି କାମୁଡ଼ି ଦେଇଛି ସେ କଷ୍ଟ ତୋର ଏପର୍ଯ୍ୟନ୍ତ ଯାଇନଥିବ। ତୁ ପୁଣି ଯଦି ମତେ ଧମକେଇବାକୁ ଆସିଛୁ, ଏଥର ତୋ ନାକ କାମୁଡ଼ି ଏମିତି ରଖିବି ଯେ ତୁ ବି ମୋ ପାଖରୁ ଖସି ଯାଇପାରିବୁ ନାହିଁ। ତ ପିଲାମାନେ କଙ୍କଡ଼ା ମଧ୍ୟ ବିଲୁଆକୁ ଏଇଭଳି ଭାବରେ କହିଲା। ତାପରେ କ'ଣ କହିଲା, ତତେ ଯଦି ଭଲ ଗତି ଅଛି, ତ କଙ୍କଡ଼ା ପୁଣି ବିଲୁଆକୁ କହୁଛି, ତତେ ଯଦି ଭଲ ଗତି ଅଛି ତୁ ମୋ ପିଛା ଛାଡ଼ି ଏଠୁ ପଳା। ତୁ ଏଇ ଚତରରୁ ପାଣି ପିଇବାକୁ ଆସିଥିଲୁ, ପାଣି ପେଟେ ପିଇଦେଲୁ, ଏବେ ତୁ ଏଠୁ ଶୀଘ୍ର ପଳା। ବିଲୁଆ ସେଠୁ କହୁଛି, ଆରେ କଙ୍କଡ଼ା, ଏଇ ଚତରଟା ବା ଏଇ ପୋଖରୀଟା ତୋର ନୁହେଁ। ଏଠୁ କେତେ ଜୀବ ପାଣି ପିଇବାକୁ ଆସୁଛନ୍ତି, ତୁ ମତେ ପଳେଇବା କଥା କେମିତି କହୁଛୁ? ତୋର ଏତେ ସାହସ? ତ ପିଲାମାନେ ତାପରେ ଦେଖିବା ଦୁଇ ଜଣଙ୍କ ଭିତରେ କ'ଣ ହେଲା। ପଳେଇବା କଥା କେମିତି କହିବୁ? ତ କଙ୍କଡ଼ା ସେଇଠୁ କହିଲା, ତୋ ଭଳି କେହି ବଦମାସ ଜୀବ ଏଠିକି ଆସୁନାହାନ୍ତି। ଯିଏ ଆସୁଛନ୍ତି ପାଣି ପିଇବାକୁ, କିନ୍ତୁ ତୋ ଭଳି ଏମିତି କେହି ଜୀବ ଆସୁନାହାନ୍ତି ଯେ ପାଣି ପିଇବା ଭିତରେ ଅନ୍ୟ ଜୀବକୁ ମାରିବା ବା ହଇରାଣ କରୁନାହାନ୍ତି। ତୁ କିନ୍ତୁ ବଦମାସଟା। ତେଣୁ ବଦମାସ ଜୀବର ଏଇଠି ବେଶୀ ସମୟ ରହିବା ବା ଦେଖିଲେ ତାକୁ ଶାସ୍ତି ଦେବାକୁ ମୁଁ ବାହାରିବି। ତେଣୁ ମତେ ଯୁଦ୍ଧ ପାଇଁ ଡାକରା ନ ଦେଇ ତୁ ଶୀଘ୍ର ତୋ ଘରକୁ ପଳା। ତ ପିଲାମାନେ ଯେହେତୁ ଏଠି କଙ୍କଡ଼ାଟି ବିଲୁଆକୁ ଏଠୁ ଚାଲିଯିବା ପାଇଁ କହିଛି, ଆଉ କ'ଣ କହିଛି ନା ସେଇଠୁ କଙ୍କଡ଼ାଟି ବିଲୁଆକୁ ରାଗି ଯାଇ କହିଛି, ତୋ ଭଳି କେହି ବଦମାସ ଜୀବ ଏଠି ଆସୁନାହାନ୍ତି। ଯିଏ ବି ଆସୁଛନ୍ତି ସେ ପାଣି ପିଇବାକୁ ଆସୁଛନ୍ତି, କିନ୍ତୁ ତୋ ଭଳି ଏମିତି କେହି ଜୀବ ଆସୁନାହାନ୍ତି ଯେ ପାଣି ପିଇବା ଭିତରେ ଅନ୍ୟ ଜୀବକୁ ମାରିବା ବା ହଇରାଣ କରୁନାହାନ୍ତି। ତୁ କିନ୍ତୁ ଏତେ ବଦମାସଟା। ତ ବଦମାସ ଜୀବର ଏଇଠି ବେଶୀ ସମୟ ରହିବା ଦେଖିଲେ ତାକୁ ମୁଁ ନିହାତି ଭାବରେ ଶାସ୍ତି ଦେବି ବା ଶାସ୍ତି ଦେବାକୁ ମୁଁ ବାହାରିବି। ତେଣୁ ମତେ ଯୁଦ୍ଧ ପାଇଁ ଡାକରା ନ ଦେଇ ତୁ ଶୀଘ୍ର ତୋ ଘରକୁ ପଳା। ଏଇ କଥା କଙ୍କଡ଼ା ବିଲୁଆକୁ କହିଲା। ତାପରେ ପିଲାମାନେ ଦେଖିବା ବିଲୁଆ ମଧ୍ୟ କଙ୍କଡ଼ାକୁ କ'ଣ କହିଲା। କଙ୍କଡ଼ା କଥାରେ ବିଲୁଆ ବହୁତ ଅପମାନ ବୋଧ କଲା। ସେ ଚିନ୍ତା କଲା ଯେ ସେ ତାଠାରୁ କେତେ ବଡ଼ ଜୀବ, ତେଣୁ ତା ଅପମାନର ପ୍ରତିଶୋଧ ନେଇ ତାକୁ ମାରି ଖାଇବ ବୋଲି ନିଶ୍ଚିତ କରି ସେଠି ଠିଆ ହୋଇ ଭାବିଲା ଯେ କଙ୍କଡ଼ାକୁ ମାରିବା ଉଦ୍ଦେଶ୍ୟ ଲୁଚେଇ ରଖି ଗୋଟିଏ ଉପାୟ ଚିନ୍ତା କରିବ, ଯେମିତି ତାକୁ ସହଜରେ ମାରି ଖାଇ ହେବ। ସେ ସଙ୍ଗେ ସଙ୍ଗେ ଗୋଟିଏ ଉପାୟ ଚିନ୍ତା କରି କଙ୍କଡ଼ାକୁ କହିଲା, ହେ କଙ୍କଡ଼ା, ତୁ ମୋ ଠାରୁ ନିଶ୍ଚୟ ବଳବାନ। ସେମିତି ନ ହୋଇଥିଲେ ତୁ ମତେ ବୁଦ୍ଧି ଶିଖେଇ ପାରିଥାନ୍ତୁ କି? ତୋ ଭଳି ଗୋଟିଏ ବୁଦ୍ଧିମାନ ଜୀବ ଏଇ ଦଳ ଚତରରେ ରହିବା ଉଚିତ ନୁହେଁ। ତା ଛଡ଼ା ତୁ ବି ସବୁବେଳେ ପାଣି ଭିତରେ ରହିବାକୁ ଭଲ ପାଉନା ବୋଲି ତୁ ଗାତ କରି ରହୁ। ପୁଣି ଏବେ ଖରା ଦିନେ ଚତରକୁ ପାଣି ଶୁଖିବାକୁ ଯାଉଛି। ତ ପିଲାମାନେ କ'ଣ ହେଇଛି ନା କଙ୍କଡ଼ା କଥାରେ ବିଲୁଆ ବହୁତ ଅପମାନ ହେଲା। ସେ ଚିନ୍ତା କଲା ଯେ କଙ୍କଡ଼ା ଠାରୁ ବିଲୁଆ କେତେ ବଡ଼।
ତେଣୁ ସେ ଅପମାନର ପ୍ରତିଶୋଧ ଦିନେ ନା ଦିନେ ନେବ। ଆଉ ତାକୁ କଙ୍କଡ଼ାକୁ ସେ ମାରି ଖାଇବ। ଏଇ କଥା ଭାବି ସେ ସେଠି ଛିଡ଼ା ହୋଇ ଭାବିଲା ଯେ କଙ୍କଡ଼ାକୁ ସେ ଯେମିତି ବି ହଉ ମାରି ଖାଇବ। ସେଥିପାଇଁ ସେ ଉପାୟ ଚିନ୍ତା କରିବ ଯେମିତି ତାକୁ ସହଜରେ ମାରି ଖାଇପାରିବ। ସେ ସଙ୍ଗେ ସଙ୍ଗେ ଗୋଟିଏ ଉପାୟ ଚିନ୍ତା କରି କଙ୍କଡ଼ାକୁ ସେଠୁ କହିଲା, ହେ କଙ୍କଡ଼ା, ତୁ ମୋ ଠାରୁ ନିଶ୍ଚୟ ବଳବାନ। ସେମିତି ହୋଇନଥିଲେ ତୁ ମୋତେ ବୁଦ୍ଧି ଶିଖେଇ ପାରିଥାନ୍ତୁ କି? ତୋ ଭଳି ଗୋଟିଏ ବୁଦ୍ଧିମାନ ଜୀବ ଏଇ ଦଳ ଚତରରେ ଜମା ବି ରହିବା ଉଚିତ ନୁହେଁ। ତା ଛଡ଼ା ତୁ ବି ସବୁବେଳେ ପାଣି ଭିତରେ ରହିବାକୁ ଭଲ ପାଉନା ବୋଲି ତୁ ଗାତ କରି ରହୁ। ପୁଣି ଏବେ ଖରାଦିନେ ଚତରରୁ ପୁଣି ପାଣି ଶୁଖି ଶୁଖି ଯାଉଛି। ତ ପିଲାମାନେ ଏ କଥା ବିଲୁଆଟି କଙ୍କଡ଼ାକୁ କହୁଛି, ବହୁତ ଚତୁରତାର ସହିତ କହୁଛି ଯେପରି ସେ କଙ୍କଡ଼ାକୁ ମାରି ଖାଇବ। ତ ପିଲାମାନେ ଯେହେତୁ ବିଲୁଆର କଥା ଶୁଣି ସାରିବା ପରେ କଙ୍କଡ଼ା ମଧ୍ୟ କ'ଣ କହୁଛି ଦେଖିବା। କଙ୍କଡ଼ା ମଧ୍ୟ ବହୁତ ଚାଲାକ। ତ ପିଲାମାନେ ସେଇଠୁ କ'ଣ ହେଲା, ତୁ ଦଳ ଖାଇବାକୁ ଏଇ ପଙ୍କ ଉପରେ ଚାଲି ଟିକିଏ ଦୂରକୁ ଯାଉଛୁ। ତୁ ଏଇ ଶୁଖିଲା ପଙ୍କରେ ଚାଲି ଯାଉ ଯାଉ ଯଦି ଗୋଟିଏ କୁଆର ହାବୁଡ଼ରେ ପଡ଼ିଯାଉ, ତେବେ ତୋର କାମ ଶେଷ ହୋଇଯିବ। କୁଆ ତତେ ଦେଖିଲେ ତତେ ଖୁମ୍ପି ନେଇ ଆରାମରେ ଜଳଖିଆ କରିଦେବ। ନା ତୋ ଗୋଡ଼ କୁଆର ଥଣ୍ଟକୁ କାମୁଡ଼ି ପାରିବ, ନା ତୋର ଶକ୍ତି ରହିବ ଯେ କୁଆକୁ ଅଟକେଇ ପାରିବୁ। ସେ ତା ପଞ୍ଜାରୁ ତତେ ମୁକୁଳେଇବ ନାହିଁ କି ତତେ ତା ଥଣ୍ଟରେ ଖୁମ୍ପି ମାରିବାରୁ ଅଟକି ଯିବନି। ସେ ତତେ ଟିକି ଟିକି କରି ଖାଇବାରେ ମଜା ଉଠେଇବ। ବିଲୁଆଠୁ ଏ କଥା ଶୁଣି କଙ୍କଡ଼ା କହିଲା, ରେ ବିଲୁଆ, ତୁଟା ଚାଲାକ ବୋଲି ମୁଁ ତତେ ଭଲ କରି ଜାଣିଛି। ତ ପିଲାମାନେ ବିଲୁଆର ଏ କଥାକୁ ବି କଙ୍କଡ଼ା ବିଶ୍ୱାସ କଲା ନାହିଁ। ବିଲୁଆ ତାକୁ ବହୁ ଚତୁରତାର ସହିତ ବିଭିନ୍ନ ପ୍ରକାର ଉପାୟରେ ବିଭିନ୍ନ ପ୍ରକାର କଥା କହି ଭୁଲାଉଛି ଖାଇବ ବୋଲି। କିନ୍ତୁ କଙ୍କଡ଼ାଟି ଯେହେତୁ ବହୁତ ଚାଲାକ, ସେ ଏଭଳି କଥାକୁ ଜମା ତାର ବିଶ୍ୱାସ କଲା ନାହିଁ। ସେ ଯେହେତୁ ବିଲୁଆ ତାକୁ କହିଛି କ'ଣ, ତୁ ଯେପରି ଏଠି ଦଳ ଉପରେ ଯିବା ଆସିବା କରୁଛୁ, ତତେ ଏହି ସମୟରେ କାଉ ଦେଖିଲେ ତତେ ସେ ଝାମ୍ପି ନେବ ଆଉ ତତେ ସେ ଖାଇଦେବ। ଏସବୁ କଥା କହିଲା ପରେ ବି କଙ୍କଡ଼ା ଜମା ବି ବିଲୁଆ କଥାକୁ ବିଶ୍ୱାସ କଲା ନାହିଁ। ସେଇଠୁ କ'ଣ କହିଲା, ତୁଟା ଚାଲାକ ବୋଲି ମୁଁ ତତେ ଭଲ କରି ଜାଣିଛି। ତାପରେ ପିଲାମାନେ ଦେଖିବା କ'ଣ ହେଲା ତାଙ୍କ ଭିତରେ। କିନ୍ତୁ ତୋର ଏହି କୁଟୁଳିଆ ବୁଦ୍ଧି ମୋ ପାଖରେ ଖଟିବନି। ତୁ ଏତିକି ଜାଣିପାରୁନୁ ଯେ ମୁଁ ପାଣିରେ ରହିପାରେ ଏବଂ ଗାତରେ ବି ରହିପାରେ। ତା ଛଡ଼ା ପାଣି ଏଠି ଯେତେ ଶୁଖି ଶୁଖିକା ଯିବ, ମୁଁ ପାଣି କଡ଼େ କଡ଼େ ଗାତ ଖୋଳି ଖୋଳି ପାଣି କଡ଼େ କଡ଼େ ରହିବି। ମୋ ପାଇଁ ତୁ ବେଶୀ ଚିନ୍ତା କରନା। ମୋର ଜୀବନ ରଖିବା ପାଇଁ ଯାହା କରିବା କଥା ମୁଁ ଠିକ୍ ଠାକ୍ କାମ କରି ମୁଁ ନିଜକୁ ବଞ୍ଚେଇ ପାରିବି। ତ ପିଲାମାନେ ସେଇଠୁ କଙ୍କଡ଼ା କ'ଣ କହୁଛି ବିଲୁଆକୁ, ତୁ ମୋ ପାଇଁ ଏତେ ଚିନ୍ତା କରନା ହେଲା। ତା ଛଡ଼ା ଏଠି ପାଣି ଯେତେ ଶୁଖି ଶୁଖିକା ଯିବ, ମୁଁ ପାଣି କଡ଼େ କଡ଼େ ଗାତ ଖୋଳି ଖୋଳି ଯିବି। ମୋ ପାଇଁ ତୁ ବେଶୀ ଚିନ୍ତା କରନା। ମୋର ଜୀବନ ରଖିବା ପାଇଁ ଯାହା କରିବା କଥା ମୁଁ ଠିକ୍ ଠାକ୍ କାମ କରି ମୁଁ ନିଜକୁ ବଞ୍ଚେଇ ପାରିବି। ତୁ ମୋ ପାଇଁ ଏତେ ଚିନ୍ତା କରନା। ତାପରେ ପିଲାମାନେ ଦେଖିବା କ'ଣ ହେଲା। କଙ୍କଡ଼ା ଠାରୁ ଭଲ ଚାଲାଖିଆ ବୁଦ୍ଧି ଶୁଣି ବିଲୁଆ ଭାବିଲା ଯେ ସେ ଯାହା ଚିନ୍ତା କରିଥିଲା ସେ କଥା ଶୁଣିବା ପୂର୍ବରୁ ବୋଧହୁଏ ତାର କାରସାଦିକୁ ସେ ଖୁବ୍ ଭଲ ଭାବରେ ଅନୁମାନ କରିନେଇଛି। ତଥାପି ସେ କଙ୍କଡ଼ା ଠାରୁ ପୁଣି ଅପମାନ ପାଇବା ଦେଖି ଆହୁରି ବେଶୀ ତାର ଜିଦ୍ ବଢ଼ିଗଲା। ସେ ଏତେ ଜିଦ୍ରେ ଭାବି ବସିଲା ଯେ ଯେକୌଣସି ପ୍ରକାରେ ସେ କଙ୍କଡ଼ାକୁ ବୁଦ୍ଧିରେ ହରାଇ ଦେବ ଏବଂ ଶେଷରେ ତାକୁ ମାରି ଖାଇବ। କଙ୍କଡ଼ାକୁ ମାରିବା ଚିନ୍ତାରେ ସେ ସବୁ କଥା ଭୁଲିଗଲା ଯେମିତି। ତ ପିଲାମାନେ ସେ କଙ୍କଡ଼ା ଠାରୁ ପୁଣି ଅପମାନିତ ହେବା ପରେ ଯେହେତୁ କଙ୍କଡ଼ା ତାକୁ କ'ଣ କହିଲା ନା ତା ବିଷୟରେ ଚିନ୍ତା ନ କରିବା ପାଇଁ ହେଲା, ସେ ନିଜକୁ ସୁରକ୍ଷିତ ରଖିପାରିବ, ନିଜକୁ ଭଲ ଭାବରେ ବଞ୍ଚାଇ ରଖିପାରିବ ଅନ୍ୟମାନଙ୍କ ଠାରୁ ହେଲା। ଏହି କଥା ଶୁଣିବା ପରେ ପୁଣି ବିଲୁଆ ଆଉଥରେ ଅପମାନିତ ହୋଇଛି। ସେ ପୁଣି କଙ୍କଡ଼ା ଠାରୁ ପ୍ରତିଶୋଧ ନେବା ପାଇଁ ଚେଷ୍ଟା କରିଛି ହେଲା। ତାପରେ ସେ ଏତେ ଜିଦ୍ରେ ଭାବି ବସିଲା ଯେ ସେ ଯେକୌଣସି ପ୍ରକାର କଙ୍କଡ଼ାକୁ ସେ ବୁଦ୍ଧିରେ ହରାଇବ ଆଉ ତାକୁ ମାରି ଖାଇବ। ସେଠୁ କଙ୍କଡ଼ାକୁ ମାରିବା ଚିନ୍ତାରେ ସେ ସବୁ କଥା ଭୁଲିଗଲା। ତ ପିଲାମାନେ ତାପରେ ଦେଖିବା ସେ କଙ୍କଡ଼ାକୁ ମାରି ଖାଇଲେ କି ନାହିଁ। ଟିକିଏ ସମୟ ଅତିବାହିତ ହେବା ପରେ ବିଲୁଆ ପୁଣି ଆଉ ଗୋଟିଏ ଉପାୟ ଚିନ୍ତା କରି କଙ୍କଡ଼ାକୁ କହିଲା, ରେ କଙ୍କଡ଼ା, ତୁ ମୋତେ ଦେଖ, ମୁଁ ତୋଠାରୁ କେତେ ବଡ଼। ମୁଁ ଏଠିକି ତୋ ସହ ଯୁକ୍ତି କରିବା ବା ଖେଳିବା ପାଇଁ ଆସିନଥିଲି। ମୋର ଶୋଷ ମେଣ୍ଟାଇବା ପାଇଁ ଏଇ ଚତର ପାଖକୁ ଆସିଥିଲି। କିନ୍ତୁ ଏଠୁ ପାଣି ପିଇ ଯାଉ ଯାଉ ତତେ ଯେତେବେଳେ ଦେଖିଲି, ତୁ ପୁରାପୁରି ଠୋସ୍ରେ ଧୀରେ ଧୀରେ ପାଦ ପକାଇ ଆଡ଼ମ୍ବରରେ ଯାଉଥିଲୁ। ତତେ ଦେଖିଲି
ତୁ ଖୋଲାଖୋଲି ଠୋସରେ ଯାଉଛୁ, କିନ୍ତୁ ମୁଁ ଲୁଚି ଲୁଚି ଯିବା ଆସିବା କରୁଛି। ତୁ ଏତେ ଛୋଟିଆ ଜୀବ ହୋଇ ଗର୍ବରେ ଯାଉଛୁ, କିନ୍ତୁ ମୁଁ ବଡ଼ ଜୀବ ହୋଇ ଲୁଚି ଲୁଚି ଯିବା ଆସିବା କରୁଛି। ତେଣୁ ତୋ ଗର୍ବ ପାଇଁ ମୁଁ ତତେ ଟିକିଏ କଷ୍ଟ ଦେବାକୁ ଧରି ଦେଇଥିଲି। ତୁ ଯଦି ଲୁଚି ଯାଇଥାନ୍ତୁ ବା ଟିକେ ନରମ ହୋଇ ମୋ ଆଗରେ ଯାଇଥାନ୍ତୁ, ତତେ କେବେ ମୁଁ ଧରି ନଥାନ୍ତି। ମୋର କିଛି ପ୍ରତିକ୍ରିୟା ହୋଇନଥାନ୍ତା କି ତୁ ମୋତେ ଏମିତି କଢ଼ା କରି କହିନଥାନ୍ତୁ। ତ ପିଲାମାନେ ସେଇଠୁ ବିଲୁଆ ତାକୁ ମାରିବା ପାଇଁ ବହୁତ ଉପାୟ ଚିନ୍ତା କରୁଛି। ସେଇଠୁ ସେ କଙ୍କଡ଼ାକୁ କ'ଣ କହିଛି, ଏ କଙ୍କଡ଼ା, ତୁ ମୋତେ ଦେଖ, ମୁଁ ତୋଠାରୁ କେତେ ସାନ। ମୁଁ ଏଠିକି ତୋ ସହ ଯୁକ୍ତି କରିବା ପାଇଁ ଆସିନଥିଲି କି ଖେଳିବା ପାଇଁ ବି ଆସିନଥିଲି। ମୋର ଶୋଷ ମେଣ୍ଟାଇବା ପାଇଁ ମୁଁ ଏ ପୋଖରୀ ପାଖକୁ ଆସିଥିଲି। କିନ୍ତୁ ଏଠୁ ପାଣି ପିଇ ଯାଉ ଯାଉ ତତେ ଯେତେବେଳେ ଦେଖିଲି, ତୁ ପୁରାପୁରି କ'ଣ ନିର୍ଭୟରେ ଏଠି ଧୀରେ ଧୀରେ ପାଦ ପକାଇ ଖୁବ୍ ଆଡ଼ମ୍ବରରେ ଯାଉଥିଲୁ। ତତେ ଦେଖିଲି ଯେ ତୁ ଖୋଲାଖୋଲି ଏଠି ଯାଉଛୁ, କିନ୍ତୁ ମୁଁ ଏଠି ଏତେ ବଡ଼ ଜୀବ ହୋଇ ମଧ୍ୟ ଲୁଚି ଲୁଚି ଯିବା ଆସିବା କରୁଛି। ତେଣୁ ଏଠି କ'ଣ ହେଲା ପିଲାମାନେ, ଏଠି ବିଲୁଆ ତାକୁ ଏହିଭଳି ଭାବରେ କହୁଛି, ନା ତୁ ଏତେ ଛୋଟିଆ ଜୀବ ହୋଇ ଗର୍ବରେ ଯାଉଛୁ, କିନ୍ତୁ ମୁଁ ଏତେ ବଡ଼ ଜୀବ ହୋଇକି ବି ଲୁଚି ଲୁଚି ଯିବା ଆସିବା କରୁଛି। ତେଣୁ ତୋ ଗର୍ବ ପାଇଁ ମୁଁ ତତେ ଟିକିଏ କଷ୍ଟ ଦେବା ପାଇଁ ଧରି ଦେଇଥିଲି। ତୁ ଯଦି ଲୁଚି ଯାଇଥାନ୍ତୁ ବା ଟିକିଏ ନରମ ହୋଇ ମୋ ଆଗରେ ଯାଇଥାନ୍ତୁ, ତତେ କେବେ ମୁଁ ଧରି ନଥାନ୍ତି ବା ମୋର କିଛି ପ୍ରତିକ୍ରିୟା ହୋଇନଥାନ୍ତା। ମୁଁ ତତେ କିଛି କହିନଥାନ୍ତି କି ତୁ ମୋତେ ଏତେ କଢ଼ା କରି କହିନଥାନ୍ତୁ। ତାପରେ ଦେଖିବା ପିଲାମାନେ, ବିଲୁଆ ଏଇଭଳି କଥା କହିକି କଙ୍କଡ଼ାକୁ ଖାଇପାରୁଛି କି ନାହିଁ? କଡ଼ାରେ କିଛି କହିନଥାନ୍ତୁ, ସେ କଥା ଗଲାଣି। ଏବେ ସେ କଥା ସବୁ ଛାଡ଼ି ଭଲ କଥା ହେବା। ଆମେ ଦୁଇ ଜଣ ଖୁବ୍ ଭଲ ସାଙ୍ଗ ହୋଇ ଅନ୍ୟକୁ ଦେଖାଇଦେବା ଯେ ଆମେ ଦୁହେଁ କେତେ ଭଲ ସାଙ୍ଗ। ତାପରେ ଜଣେ ଭଲ ସାଙ୍ଗ ହିସାବରେ ମୁଁ ତତେ ଗୋଟିଏ ଭଲ କଥା ଦେଖାଇଦେବି। ତୁ ମୋତେ ଜାଣିବୁ ଯେ ମୁଁ ତୋର କେତେ ଭଲ ସାଙ୍ଗ। ମୋ ଉପଦେଶକୁ ତୁ ଭଲ ଭାବରେ ଚିନ୍ତା କରି ଦେଖ। ତ ପିଲାମାନେ ସେଠୁ ବିଲୁଆ କହୁଛି କଙ୍କଡ଼ାକୁ, ସେ କଥା ସବୁ ଗଲାଣି। ତୁ ମୋତେ କହିଲୁ ବୋଲି ସିନା ମୁଁ କିଛି କଡ଼ା କଥା ତତେ କହିଦେଲି, ହେଲା, ତୁ ବି ମୋତେ କିଛି କଡ଼ା କଥା କହିଦେଲୁ। ସେ କଥା ସବୁ ଛାଡ଼, ଏବେ ଆମେ ବହୁତ ଭଲ ସାଙ୍ଗ ହେବା, ହେଲା। ତାପରେ ଅନ୍ୟମାନଙ୍କୁ ଭଲ ସାଙ୍ଗ ହୋଇ ଦେଖାଇଦେବା ଯେ ଆମେ କେତେ ଭଲ ସାଙ୍ଗ। ତାପରେ ଜଣେ ଭଲ ସାଙ୍ଗ ହିସାବରେ ମୁଁ ତତେ ଗୋଟିଏ ଭଲ କଥା ଦେଖାଇଦେବି। ତୁ ମୋତେ ଜାଣିବୁ ଯେ ମୁଁ ତୋର କେତେ ଭଲ ସାଙ୍ଗ। ମୋ ଉପଦେଶକୁ ତୁ ଭଲ ଭାବରେ ଚିନ୍ତା କରି ଦେଖ। ପୁଣି ବିଲୁଆ ଏଇଭଳି କଙ୍କଡ଼ା ପାଇଁ ଷଡ଼ଯନ୍ତ୍ର ଆରମ୍ଭ କଲା। ତାପରେ ସେ କଙ୍କଡ଼ାକୁ କ'ଣ କହିଲା ଦେଖିବା। ତୁ ଏଇ ଚତର ପାଖରେ ଗାତ କରି ରହୁଛୁ। ଏଇ ଚତର କଡ଼ରେ ଗୋଟିଏ ବଡ଼ ମୂଷା ବି ଗାତ କରି ରହୁଛି। ତୋଠାରୁ ଧୀରେ ଧୀରେ ଚାଲୁଥିବା ଜୀବ ଯଥା ଗେଣ୍ଡା, ଶାମୁକାକୁ କେତେ କଡ଼କଡ଼ କରି ଖାଇଛି। ତୁ ଏବେ ଟିକେ ବୁଲି ଆସି ଦେଖ, ତାର ଗାତ ପାଖରେ କେତେ ଗେଣ୍ଡା, ଶାମୁକା ଖୋଳ ପଡ଼ିଛି। ତୁ ସେଠିକୁ ଯାଇ ଦେଖି ଆସ। ତଥାପି ତୁ ଟିକେ ଲୁଚି ଲୁଚି ଯିବୁ। ଯଦି ତୋ ଉପରେ ତାର ଦୃଷ୍ଟି ପଡ଼ିଯିବ, ସେ ତାର ମୁନିଆ ଦାନ୍ତରେ ତତେ ଏମିତି ଖଣ୍ଡ ଖଣ୍ଡ କରିଦେବ ଯେ ତୁ ଆଉ ତୋର ଛୁଆମାନଙ୍କୁ ଦେଖିପାରିବୁନି। ତ ପିଲାମାନେ ବିଲୁଆ ପୁଣି ଗୋଟିଏ ଉପାୟ ଚିନ୍ତା କରିଛି କଙ୍କଡ଼ାକୁ ଖାଇବା ପାଇଁ। ସେ କଙ୍କଡ଼ାକୁ କହୁଛି, ତୁ ଏଇ ପୋଖରୀରେ ଗାତ କରି ରହୁଛୁ। ଏହି ପୋଖରୀ କଡ଼ରେ ଗୋଟିଏ ବଡ଼ ମୂଷା ରହୁଛି। ସେ ତୋଠାରୁ ଧୀରେ ଧୀରେ ଚାଲୁଥିବା ଜୀବ ଯଥା ଗେଣ୍ଡା, ଶାମୁକାକୁ କେତେ କଡ଼କଡ଼ କରି ଖାଇସାରିଛି। ତୁ ଏବେ ଟିକେ ବୁଲି ଆସି ଦେଖ, ତାର ଗାତ ପାଖରେ କେତେ ଗେଣ୍ଡା, ଶାମୁକା ଖୋଳ ସବୁ ପଡ଼ିଛି। ତୁ ସେଠାକୁ ଯାଇ ଦେଖି ଆସ। ତଥାପି ତୁ ଟିକେ ଲୁଚି ଲୁଚି ଯିବୁ। ପିଲାମାନେ ଏହି କଥା ବିଲୁଆ କହୁଛି କାହାକୁ, ନା କଙ୍କଡ଼ାକୁ କହୁଛି। ତାପରେ ଦେଖିବା ପିଲାମାନେ ବିଲୁଆ କ'ଣ କହୁଛି, ଯଦି ତୋ ଉପରେ ତାର ଦୃଷ୍ଟି ପଡ଼ିଯିବ, ସେ ତାର ମୁନିଆ ଦାନ୍ତରେ ତତେ ଏମିତି ଖଣ୍ଡ ଖଣ୍ଡ କରି ଦେବ ଯେ ତୁ ତୋର ଆଉ ଛୁଆମାନଙ୍କୁ ଦେଖିପାରିବୁନି। ତ ପିଲାମାନେ ବିଲୁଆ କହୁଛି, ସେ କେତେ ଗେଣ୍ଡା, ଶାମୁକାକୁ ଖାଇସାରିଲାଣି ସେ ମୂଷା, ସେ ବି ତତେ ଖାଇଦେବ। ତୋ ଉପରେ ତାର ନଜର ପଡ଼ିଲେ ସେ ତତେ ବି ଖାଇଦେବ। ତୁ ଯାଇ ଟିକେ ତା ଗାତ ପାଖରେ ବୁଲି ଆସ, ହେଲା। ତାପରେ ବିଲୁଆର ଏଇ କଥାରେ କଙ୍କଡ଼ା ପୁରା ସତ ବୋଲି ବୁଝିଗଲା। ସେ ଭାବିଲା, ଯଦି ସେ କଥା ସତ ହୋଇନଥାନ୍ତା, ତେବେ ଏ ପୋଖରୀରେ ବା ଚତରରେ ଗେଣ୍ଡା, ଶାମୁକା ବହୁତ ହୋଇଯାଇଥାନ୍ତେ। ସେ ଏବେ ଅନୁମାନ କଲା ଯେ ମୂଷା ନିଶ୍ଚୟ ଏଇ ଚତରରୁ ବହୁତ ଗେଣ୍ଡା, ଶାମୁକା ଖାଇ ଦେଇଥିବ। ତ ପିଲାମାନେ ଏବେ ବିଲୁଆ କ'ଣ କଲା ନା, କଙ୍କଡ଼ାର ଏସବୁ କଥାକୁ ସେ ବିଶ୍ୱାସ କରିନେଲା। ତାପରେ ପିଲାମାନେ ଦେଖିବା କଙ୍କଡ଼ାର ଅବସ୍ଥା କ'ଣ ହେଲା। କଙ୍କଡ଼ା ସତ ବୋଲି ଭାବି କଙ୍କଡ଼ା ବିଲୁଆକୁ କହିଲା, ହଁ ସେ କଥା ଠିକ୍। ଯଦି ମୂଷା ଗେଣ୍ଡା, ଶାମୁକା ନ ଖାଇଥାନ୍ତା, ତେବେ ଚତରରେ ଅସଂଖ୍ୟ ଗେଣ୍ଡା ଏବଂ ଶାମୁକା ହୋଇଯାଇଥାନ୍ତେ। କ'ଣ କଲେ ମୁଁ ବଞ୍ଚି ରହିବି? ସେ କଥା କହିଲୁ,
ବିଲୁଆ କହିଲା, ତୁ ଯଦି ମୋ ସହ ଯିବୁ ମୁଁ ତତେ ଗୋଟିଏ ଭଲ ଜାଗାରେ ରଖିଦେବି। ତୁ ଖୁବ୍ ଆନନ୍ଦରେ ରହିବୁ, ଯେଉଁଠି ତୋର କେହି କିଛି କ୍ଷତି କରିପାରିବେନି। ଏଇ ପାଖରେ ଗୋଟିଏ ବଡ଼ ପୋଖରୀ ଅଛି, ସେଠି ତୁ ରହିଲେ କେବେ କୁଆ କିମ୍ବା ମୂଷା କାହାର ତୋ ଉପରେ ନଜର ପଡ଼ିବନି। ତ ପିଲାମାନେ ବିଲୁଆର ଏଭଳି କଥା ଶୁଣି କଙ୍କଡ଼ା ତାକୁ ବିଶ୍ୱାସ କରିନେଲା ଯେ ମୂଷା ସବୁ ଗେଣ୍ଡା ଶାମୁକାକୁ ଖାଉଛି, ତାକୁ ମଧ୍ୟ ଖାଇନେବ। ସେ ତାପରେ କ'ଣ କହିଛି ବିଲୁଆକୁ ନା, ସେ ଏହି କଥାକୁ ଠିକ୍ ବୋଲି ଭାବିଛି। ଭାବିକି କ'ଣ କହିଛି ନା, ଯଦି ମୂଷା ଗେଣ୍ଡା ଶାମୁକା ନ ଖାଇଥାନ୍ତେ ତେବେ ଚତରରେ ଅସଂଖ୍ୟ ବା ପୋଖରୀରେ ଅସଂଖ୍ୟ ଗେଣ୍ଡା ଶାମୁକା ହୋଇଯାଇଥାନ୍ତେ। କ'ଣ କଲେ ମୁଁ ବଞ୍ଚିପାରିବି ସେ କଥା କହିଲୁ। ସେଠୁ ବିଲୁଆ କହିଲା, ତୁ ଯଦି ମୋ ସହ ଯିବୁ ମୁଁ ତତେ ଗୋଟିଏ ଭଲ ଜାଗାରେ ରଖିଦେବି। ତୁ ଖୁବ୍ ଆନନ୍ଦରେ ରହିବୁ, ଯେଉଁଠି ତୋର କିଛି ବି କ୍ଷତି ହୋଇପାରିବ ନାହିଁ। ଏଇ ପୋଖରୀରେ ଗୋଟିଏ ଏଇ ପାଖରେ ଗୋଟିଏ ବଡ଼ ପୋଖରୀ ଅଛି, ସେଠି ତୁ ରହିଲେ କେବେ କୁଆ କିମ୍ବା ମୂଷା କାହାର ତୋ ଉପରେ ନଜର ପଡ଼ିବନି। ପିଲାମାନେ ସେଠୁ ବିଲୁଆଟି କହୁଛି, ତୁ ମୋ ସାଙ୍ଗରେ ଚାଲ, ଏ ପାଖରେ ଗୋଟିଏ ବଡ଼ ପୋଖରୀ ଅଛି, ସେଠି ତୁ ରହିଲେ କେବେ କୁଆ କିମ୍ବା ମୂଷାର କାହାର ନଜର ବି ତୋ ଉପରେ ପଡ଼ିବ ନାହିଁ। ତାପରେ ପିଲାମାନେ କଙ୍କଡ଼ା କ'ଣ କହିଲା ଦେଖିବା। ସେଠୁ କଙ୍କଡ଼ା କହିଲା, ତୁ ଏକା ନୁହେଁ। ସେଠୁ କଙ୍କଡ଼ା କହିଲା, ମୁଁ ଏକା ନୁହେଁ, ମୋ ପରିବାର ସହ ସେଠିକି ତୁ ନେଇଚାଲ। ତେବେ ଆମେ ସମସ୍ତେ କେମିତି ଯିବୁ? ବିଲୁଆ କହିଲା, ତୁ ତୋର ପରିବାର ସହ ମୋ ଲାଞ୍ଜକୁ ହାଲକେଇ ଧରି ଓହଳି ପଡ଼, ମୁଁ ସମସ୍ତଙ୍କୁ ଏକ ସାଙ୍ଗରେ ନେଇଯିବି। ବିଲୁଆ କଥାରେ କଙ୍କଡ଼ା ତାର ପରିବାର ସହ ତା ଲାଞ୍ଜରେ ଓହଳି ପଡ଼ିଲେ। ବିଲୁଆ ଚାଲାକି କରି ଦୌଡ଼ି ଯାଇ ବୁଦା ଭିତରେ ତା ଘରେ ହାଜର। କଙ୍କଡ଼ା ଓ ତାର ପରିବାରକୁ ବିଲୁଆ ଓ ତାର ପରିବାର ଖାଇଦେଲେ। ବିପଦ ନ ଆସୁଣୁ ଡରି କାମ କଲେ ପ୍ରକୃତ ଅସୁବିଧାକୁ ନିମନ୍ତ୍ରଣ କରିବା ହିଁ ସାରା ହେବ। ତେଣୁ ଡରକୁ ଧୈର୍ଯ୍ୟରେ ଜିତି ହେବ। ତ ପିଲାମାନେ କ'ଣ ହେଲା, ଯେହେତୁ ବିଲୁଆର ଏଭଳି କଥା ଶୁଣି କଙ୍କଡ଼ା ବହୁତ ଡରିଗଲା। ଆଉ ସେ ଭାବିଲା କ'ଣ ନା, ସେ ଭାବିଲା ଯେ ଯଦି ମୂଷା ଶାମୁକା ବା ଗେଣ୍ଡାମାନଙ୍କୁ ଖାଉନଥାନ୍ତା ତାହେଲେ ଏ ପୋଖରୀ ସାରା ଗେଣ୍ଡା ଶାମୁକା ସବୁ ବା କୁଆଡ଼େ ଯାଇଥାନ୍ତେ। ଏ ପୋଖରୀ ସାରା ଗେଣ୍ଡା ଶାମୁକା ଭର୍ତ୍ତି ହୋଇଯାଆନ୍ତେ। ତ ଏହି କଥା ଭାବିକି ସେ ଡରିଗଲା। ଆଉ ସେ ଭାବିଲା ଯେ ମୂଷା ତାକୁ ମଧ୍ୟ ଖାଇଦେବ। ଆଉ ସେ ବିଲୁଆକୁ କହିଲା, କିପରି ମୋ ଜୀବନକୁ ମୁଁ ବଞ୍ଚେଇ ପାରିବି। ସେଇଠୁ ବିଲୁଆ ତାକୁ ଗୋଟିଏ ନୂଆ ବୁଦ୍ଧି ଦେଲା। ପାଖରେ ଥିବା ମୁଁ ତତେ ଗୋଟିଏ ପୋଖରୀକୁ ନେଇଯିବି, ସେଠି ତୁ ସୁରକ୍ଷିତରେ ରହିବୁ। ତତେ କେହି ମୂଷା କିମ୍ବା କୁଆ ତତେ ଦେଖିପାରିବେ ନାହିଁ। ସେଇଠୁ କଙ୍କଡ଼ା କ'ଣ କହିଲା? କଙ୍କଡ଼ା କହିଲା, ମୁଁ ଏକା ନୁହେଁ, ମୋ ପରିବାର ସହ ସେଠିକୁ ତୁ ନେଇଚାଲ। ତେବେ ଆମେ ସମସ୍ତେ କେମିତି ଯିବୁ? ସେଇଠୁ ବିଲୁଆ ସେଠୁ କହିଲା କ'ଣ, ତୁ ତୋର ପରିବାର ସହ ମୋର ଲାଞ୍ଜକୁ ହାଲକେଇ ଧରି ଓହଳି ପଡ଼, ମୁଁ ସମସ୍ତଙ୍କୁ ଏକା ସାଙ୍ଗରେ ନେଇଯିବି। ବିଲୁଆର ଏଭଳି କଥା ଶୁଣି କଙ୍କଡ଼ା ଆଉ ତାର ପରିବାର କ'ଣ କଲେ ନା, ତା ଲାଞ୍ଜରେ ଓହଳି ପଡ଼ିଲେ। ବିଲୁଆ ଚାଲାକି କରି ସେଠୁ ଦୌଡ଼ି ତାଙ୍କୁ କଙ୍କଡ଼ାମାନଙ୍କୁ ଲାଞ୍ଜରେ ଓଳାଇ ନେଇ ବୁଦା ଭିତରକୁ ପଶିଗଲା। କଙ୍କଡ଼ାର ପରିବାରକୁ ବିଲୁଆ ଆଉ ତାର ପରିବାର ମିଶି ଖାଇଦେଲେ। ସେଥିପାଇଁ ପିଲାମାନେ କୁହାଯାଏ ଯେ ବିପଦ ନ ଆସୁଣୁ ଡରି କାମ କଲେ ପ୍ରକୃତ ଅସୁବିଧାକୁ ନିମନ୍ତ୍ରଣ କରିବା ହିଁ ସାରା ହେବ। ତେଣୁ ଯେକୌଣସି ବିପଦ ଆସିଲେ ମଧ୍ୟ ଆମେ ଧୈର୍ଯ୍ୟର ସହିତ ତାକୁ ସାମ୍ନା କରିବା ଉଚିତ। ତ ପିଲାମାନେ ଏବେ ତମମାନେ ବୁଝିପାରୁଥିବ ଯେ କିପରି କଙ୍କଡ଼ାଟିର ଅତି ଭୟରେ ମୃତ୍ୟୁ ହେଲା। ତ ପିଲାମାନେ ଆମେମାନେ କେବେ ବି ବିପଦ ନ ଆସୁଣୁ ଛାନିଆ ହେବ ନାହିଁ। ଯେକୌଣସି ବିପଦ ଆସିଲେ ବି ଆମେ ତାକୁ ଧୈର୍ଯ୍ୟର ସହିତ ସାମ୍ନା କରିବା ଉଚିତ। ତ ପିଲାମାନେ ତମମାନଙ୍କୁ ଯଦି ଏହି ଗପଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି। ଥ୍ୟାଙ୍କ ୟୁ।